ବନ୍ଧୁଗଣ, କ'ଣ ଆମର ଭାଗ୍ୟ ପୂର୍ବରୁ ଲେଖାଯାଇଛି? ଆମେ ଆମ ଜୀବନରେ ଯାହା କିଛି ଅନୁଭବ କରୁଛୁ ତାହା ପୂର୍ବରୁ ସ୍ଥିର ହୋଇଛି ନା ଆମର କର୍ମ ଆମର ଭାଗ୍ୟକୁ ବଦଳାଇ ପାରିବ? ଏହି ପ୍ରଶ୍ନ ଶତାବ୍ଦୀ ଶତାବ୍ଦୀ ଧରି ସମସ୍ତଙ୍କ ମନରେ ଉଙ୍କି ମାରି ଚାଲୁଛି। ଗରୁଡ଼ ପୁରାଣ ପରି ଧର୍ମଗ୍ରନ୍ଥ ଏହାର ରହସ୍ୟ ଉନ୍ମୋଚନ କରିବା ପାଇଁ ଚେଷ୍ଟା କରିଛନ୍ତି। ଗରୁଡ଼ ପୁରାଣର ସେହି ଜ୍ଞାନବର୍ଦ୍ଧକ ପ୍ରସ୍ତୁତି ଯେ ମନୁଷ୍ୟର ଭାଗ୍ୟ କେବେ ଲେଖାଯାଏ, ମନୁଷ୍ୟର ଭାଗ୍ୟ ତାର ଜନ୍ମ ପୂର୍ବରୁ ନା ଜନ୍ମ ପରେ ଲେଖାଯାଏ? ବନ୍ଧୁଗଣ, ଆପଣ ଗରୁଡ଼ ପୁରାଣର ଏହି ଜ୍ଞାନବର୍ଦ୍ଧକ ପ୍ରସ୍ତୁତିରେ ହଜିଯାଆନ୍ତୁ। ଗରୁଡ଼ ପୁରାଣର ରହସ୍ୟମୟ ଜ୍ଞାନକୁ ଜାଣିବା ପରେ ଆପଣଙ୍କ ଜୀବନ ସହ ଜଡ଼ିତ କ୍ରୋଧ, ମୋହ, ଲୋଭ ଓ ଦୁଃଖର ଅନ୍ତ ହେବ। ଭଗବାନ ଶ୍ରୀକୃଷ୍ଣ କହିଛନ୍ତି, କେବେ ବି କୌଣସି ବ୍ୟକ୍ତିକୁ ଗରୁଡ଼ ପୁରାଣର କଥାକୁ ଅଧା ଅଧୁରା ଶୁଣିବା ଉଚିତ ନୁହେଁ। କାରଣ ଅଧା ଅଧୁରା ଜ୍ଞାନ ସର୍ବଦା ବିଷ ସଦୃଶ ହୋଇଥାଏ। ତେଣୁ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଅବଶ୍ୟ ଦେଖନ୍ତୁ, ଯାହାଦ୍ୱାରା ଆପଣଙ୍କର ସମସ୍ତ ଦୁଃଖର ଅନ୍ତ ହେବ। ଗରୁଡ଼ ପୁରାଣରେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଯେ ପ୍ରତ୍ୟେକ ମନୁଷ୍ୟର ଜୀବନରେ ଯାହା ବି ହୁଏ ତାହା ମନୁଷ୍ୟର ଜନ୍ମ ପୂର୍ବରୁ ସ୍ଥିର ହୋଇଥାଏ, ତାକୁ କେହି ଟାଳିପାରିବେ ନାହିଁ। ବନ୍ଧୁଗଣ, ଗରୁଡ଼ ପୁରାଣ ଆମକୁ ଜନ୍ମ ମରଣଠାରୁ ଆରମ୍ଭ କରି ବର୍ତ୍ତମାନ ଓ ଭବିଷ୍ୟତ କିପରି ବଞ୍ଚିବା ତାହା ଶିଖାଇଥାଏ। ବନ୍ଧୁଗଣ, ଗୋଟିଏ ସମୟର କଥା ଅଟେ। ଗୋଟିଏ ସମୟରେ ଭଗବାନ ଶ୍ରୀକୃଷ୍ଣ ନିଜ ଦିବ୍ୟ ଆସନ ଉପରେ ବସିଥିଲେ। ସେହି ସମୟରେ ଦେବର୍ଷି ନାରଦ ନାରାୟଣ ନାରାୟଣ ଜପ କରି କରି ଭଗବାନ ଶ୍ରୀକୃଷ୍ଣଙ୍କ ପାଖରେ ପହଞ୍ଚିଲେ। ଭଗବାନଙ୍କୁ ପ୍ରଣାମ କରି କହିଲେ, ହେ ଚକ୍ରଧର ପ୍ରଭୁ, ଆପଣ ତ ତ୍ରିକାଳଦର୍ଶୀ। ମୁଁ ଶୁଣିଛି ଯେଉଁ ଜୀବ ତଥା ମନୁଷ୍ୟ ଜନ୍ମ ନିଏ ତାର ଭାଗ୍ୟ ଜନ୍ମ ପୂର୍ବରୁ ନିର୍ଣ୍ଣୟ କରାଯାଇଥାଏ। ହେ ପ୍ରଭୁ, ମୁଁ ଜାଣିବାକୁ ଚାହୁଁଛି ଯେ ମନୁଷ୍ୟ ସହିତ ଯାହା କିଛି ଘଟଣା ଘଟେ ତାହା ତାର ପୂର୍ବ ଜନ୍ମରେ ସ୍ଥିର ହୋଇଥାଏ ନା ଜନ୍ମ ପରେ? କ'ଣ ଆମେ ଆମର ପରିଶ୍ରମ ବା ଭଲ କର୍ମ ଦ୍ୱାରା ଆମର ଭାଗ୍ୟକୁ ବଦଳାଇ ପାରିବା? ତାପରେ ଭଗବାନ ଶ୍ରୀକୃଷ୍ଣ ନାରଦଙ୍କ କଥା ଶୁଣି ହସି ହସି କହିଲେ, ହେ ମୁନିବର, ତୁମର ଏହି ପ୍ରଶ୍ନ ବହୁତ ଗୁଣକାରୀ ଓ ମହତ୍ତ୍ୱପୂର୍ଣ୍ଣ ଅଟେ, ଯାହା ମାନବ ଜାତି ତାର କର୍ମ ଓ ମୃତ୍ୟୁ ଉପରେ ଆଧାରିତ। ତାପରେ ଭଗବାନ ଶ୍ରୀକୃଷ୍ଣ କହିଲେ, ହେ ନାରଦ ମୁନି, ମୁଁ ତୁମକୁ ଏକ କାହାଣୀ ଶୁଣାଉଛି, ଯାହାଦ୍ୱାରା ତୁମେ କେବଳ ତୁମର ପ୍ରଶ୍ନର ଉତ୍ତର ପାଇପାରିବ ନାହିଁ, ବରଂ ପ୍ରତ୍ୟେକ ମନୁଷ୍ୟ ପାଇଁ ଏକ ଚେତାବନୀ ଓ ପ୍ରେରଣା ମଧ୍ୟ ହେବ। ତୁମେ ଏହି କାହାଣୀଟିକୁ ଶେଷ ପର୍ଯ୍ୟନ୍ତ ଧ୍ୟାନପୂର୍ବକ ଶୁଣ। ଭଗବାନ କୃଷ୍ଣ କହିଲେ, ହେ ନାରଦ ମୁନି, ଏହି କଳିଯୁଗ ଭରା ସଂସାରରେ ଯେଉଁ ମନୁଷ୍ୟ ଏହି କାହାଣୀଟିକୁ ଧ୍ୟାନପୂର୍ବକ ଶୁଣିବ ଏବଂ ବୁଝିବ, ତାକୁ ଏ ସଂସାରରୁ ସମସ୍ତ ପାପ, କ୍ରୋଧ, ମୋହ ଓ କର୍ମରୁ ମୁକ୍ତି ମିଳିବ। ଭଗବାନ ଶ୍ରୀକୃଷ୍ଣ କହିଲେ, ହେ ନାରଦ ମୁନି, ପ୍ରାଚୀନ କାଳରେ ଏକ ବିରାଟ ଓ ସୁନ୍ଦର ଓ ସମୃଦ୍ଧିଶାଳୀ ରାଜ୍ୟ ଥିଲା, ଯାହାର ନାମ ଥିଲା ମଗଧପୁରୀ। ସେହି ରାଜ୍ୟର ଶାସକ ରାଜା ବୀରଧର ଥିଲେ। ସେ ସର୍ବଦା ନିଜ ରାଜ୍ୟର ପ୍ରଜାଙ୍କର କଲ୍ୟାଣ ପାଇଁ କାର୍ଯ୍ୟ କରୁଥିଲେ ଏବଂ ଧର୍ମ ପାଳନ କରୁଥିଲେ। ସେ ସର୍ବଦା ଭଗବାନଙ୍କ ଠାରୁ ଏକ ସନ୍ତାନର ଆଶୀର୍ବାଦ ଚାହୁଁଥିଲେ, ଯାହାଫଳରେ ସେ ନିଜ ରାଜ୍ୟର କାର୍ଯ୍ୟଭାର କୌଣସି ଯୋଗ୍ୟଶାଳୀ ଉତ୍ତରାଧିକାରୀକୁ ସମର୍ପଣ କରିପାରିବେ। ଏହି କାରଣରୁ ରାଜା ବୀରଧର ଓ ରାଣୀ ଅନେକ ବର୍ଷ ପର୍ଯ୍ୟନ୍ତ ତପସ୍ୟା କଲେ। ଏଥିରେ ଭଗବାନ ଶିବ ପ୍ରସନ୍ନ ହୋଇ ତାଙ୍କୁ ଏକ ସନ୍ତାନ ପ୍ରାପ୍ତିର ବରଦାନ ଦେଲେ। ତାପରେ ଭଗବାନ ଶିବଙ୍କର ଆଶୀର୍ବାଦରେ ରାଣୀ ଗର୍ଭବତୀ ହେଲେ। ରାଜା ଏବଂ ରାଣୀ ଅତ୍ୟନ୍ତ ପ୍ରସନ୍ନ ଥିଲେ, କାରଣ ସେମାନେ ଚାହୁଁଥିଲେ ଯେ ତାଙ୍କ ପୁତ୍ର ମହାନ ଶାସକ ହେଉ ଏବଂ ରାଜ୍ୟକୁ ସୁଖ ସମୃଦ୍ଧି ଆଡ଼କୁ ନେଇଯାଉ। କିନ୍ତୁ ଯେତେବେଳେ ରାଣୀ ପୁତ୍ରକୁ ଜନ୍ମ ଦେଲେ, ପୁତ୍ରଟି ବିକଳାଙ୍ଗ ଓ ଶାରୀରିକ ଦୁର୍ବଳ ଥିଲା। ତାର ଶରୀରର ହାଡ଼ ଭାଙ୍ଗି ଯାଇଥିଲା। ସେ ଶାରୀରିକ ଭାବେ ସକ୍ଷମ ନଥିଲା। ରାଜା ବୀରଧରଙ୍କର ହୃଦୟ ଭାଙ୍ଗିଗଲା। ରାଜା ଭଗବାନ ଶ୍ରୀକୃଷ୍ଣଙ୍କୁ ଭେଟିବାକୁ ନିଷ୍ପତ୍ତି ନେଲେ।
ଏବଂ ନିଜର ଦୁଃଖକୁ ବାଣ୍ଟିବା ପାଇଁ ସେଠାରେ ପହଞ୍ଚିଲେ। ରାଜା ଭଗବାନ ଶ୍ରୀକୃଷ୍ଣଙ୍କୁ ପଚାରିଲେ, ହେ ପ୍ରଭୁ, ମୁଁ ଏତେ ତପସ୍ୟା କଲି, ଯଜ୍ଞ ମଧ୍ୟ କଲି, କିନ୍ତୁ ମୋ ପୁଅ ବିକଳାଙ୍ଗ ହୋଇ କାହିଁକି ଜନ୍ମ ନେଲା? ମୁଁ ଭଗବାନ ଶିବଙ୍କ ଠାରୁ ଆଶୀର୍ବାଦ ନେଇଥିଲି, କିନ୍ତୁ ଏପରି କାହିଁକି ହେଲା? କିନ୍ତୁ ଏହା କ'ଣ ମୋ ଭାଗ୍ୟ ପୂର୍ବରୁ ଲେଖାଯାଇଥିଲା? ତାପରେ ଭଗବାନ ଶ୍ରୀକୃଷ୍ଣ ହସି ହସି କହିଲେ, ହେ ରାଜା ବୀରଧର, ତୁମେ ଠିକ୍ କହୁଛ। ତୁମର ପୁତ୍ର ବିକଳାଙ୍ଗ ହୋଇଛି। କ'ଣ ତୁମେ ଜାଣିଛ ଯେ ତୁମର ପୁତ୍ରର ଜନ୍ମ ଏପରି କାହିଁକି ହୋଇଛି? ଏହା ତୁମ ଦ୍ୱାରା କରାଯାଇଥିବା କର୍ମର ଫଳ ଅଟେ। ଏହା ତୁମେ କରିଥିବା ତୁମ ପୂର୍ବଜନ୍ମର କର୍ମର ଫଳ, ଯାହା ତୁମର ଭାଗ୍ୟରେ ଲେଖାଯାଇଥିଲା। ତାହାର ଅର୍ଥ ଏହା ନୁହେଁ ଯେ ଏହା ତୁମର ପୂର୍ବଜନ୍ମର ଭାଗ୍ୟ କାରଣରୁ ଘଟିଛି। ଏହି ଘଟଣା ତୁମର ଓ ତୁମ ପୁତ୍ରର ପୂର୍ବଜନ୍ମର କର୍ମର ଫଳ, ଯାହା ତାର ପୂର୍ବଜନ୍ମ ସହିତ ଜଡ଼ିତ। ରାଜା ବୀରଧର ଆଶ୍ଚର୍ଯ୍ୟ ହୋଇ ପଚାରିଲେ, କ'ଣ ଭାଗ୍ୟ ପ୍ରକୃତରେ ପୂର୍ବରୁ ଲେଖାଯାଇଥାଏ? ଭଗବାନ ଶ୍ରୀକୃଷ୍ଣ କହିଲେ, ଜନ୍ମ, ମୃତ୍ୟୁ, ଉତ୍ଥାନ ଓ ପତାନ ପୂର୍ବରୁ ହିଁ ଲେଖାଯାଇଥାଏ। କିନ୍ତୁ ଆମେ ଯେଉଁ କର୍ମ କରୁ ତାହା ଆମର ଭାଗ୍ୟକୁ ବଦଳାଇ ଦିଏ। ଯେଉଁଦିନ ତୁମର ପୁତ୍ରର ଜନ୍ମ ହେଲା, ସେହିଦିନ ତୁମେ ଏକ ବିଶେଷ ସନ୍ତାନର ବରଦାନ ପ୍ରାପ୍ତ କରିଥିଲ। କିନ୍ତୁ ସେହି ସନ୍ତାନକୁ ଚ୍ୟାଲେଞ୍ଜ କରିବା ଜରୁରୀ ଥିଲା, ଯାହାଫଳରେ ସେ ନିଜ ଜୀବନରେ ଧୈର୍ଯ୍ୟ, ସାହସ ଓ ପରାକ୍ରମକୁ ବିକଶିତ କରିପାରିବ। କିନ୍ତୁ ତାର ଭବିଷ୍ୟତ କେବଳ ସେହି ସମୟର କର୍ମରୁ ହୁଏ ନାହିଁ, ବରଂ ଏହା ତୁମର କର୍ମର ପରିଣାମ ଅଟେ। ଭଗବାନ ଶ୍ରୀକୃଷ୍ଣ ରାଜା ବୀରଧରଙ୍କୁ କହିଲେ, ହେ ରାଜନ୍, ଭାଗ୍ୟ ଏବଂ କର୍ମ ମଧ୍ୟରେ ବହୁତ ଗଭୀର ସମ୍ବନ୍ଧ ରହିଛି। ଆମର କର୍ମ ହିଁ ଆମର ଭାଗ୍ୟ ନିର୍ମାଣ କରେ। ଏହି କାରଣରୁ ହିଁ ଆମକୁ ଜୀବନରେ ଆମକୁ କର୍ମକୁ ସର୍ବଦା ଧର୍ମ ଏବଂ ସତ୍ୟର ମାର୍ଗରେ ରଖିବା ଉଚିତ। ଭଗବାନ ଶ୍ରୀକୃଷ୍ଣ କହିଲେ, ହେ ରାଜନ୍, ଯାହା କିଛି ତୁମର ଜୀବନରେ ଘଟେ ତାହା ତୁମର ପୂର୍ବଜନ୍ମର କର୍ମର ପରିଣାମ ଅଟେ। ଯଦି ତୁମର ପୁତ୍ର ବିକଳାଙ୍ଗ ହୋଇ ଜନ୍ମ ହୋଇଛି, ତେବେ ଏହା ତାର ପୂର୍ବଜନ୍ମର କର୍ମର ଫଳ ଅଟେ। ଯେତେବେଳେ ତୁମେ ଗୋଟିଏ ପୁଣ୍ୟ ଆତ୍ମା ଭାବରେ ଜନ୍ମ ନିଅ, ତୁମ ଜୀବନର କଠିନତା ଏବଂ ସଂଘର୍ଷ ନିଶ୍ଚୟ ହେବ, କାରଣ ଏହି ଦୁନିଆରେ ପ୍ରତ୍ୟେକ ଆତ୍ମାକୁ କିଛି ନା କିଛି କଷ୍ଟ ଭୋଗିବାକୁ ପଡ଼େ, ଯାହାଫଳରେ ସେ ନିଜର ପୂର୍ବ କର୍ମକୁ ସମାପ୍ତ କରିପାରିବ। କିନ୍ତୁ ମନେ ରଖ, ତୁମର ପୁତ୍ରର ଜୀବନରେ ଯେଉଁ କଠିନତା ଅଛି, ତାହା ତାର ପରୀକ୍ଷା ଅଟେ। ଯଦି ସେ ଧୈର୍ଯ୍ୟ ଓ ସାହସର ସହିତ କଠିନତାର ସାମ୍ନା କରେ, ତେବେ ସେ ନିଜର ଭାଗ୍ୟକୁ ବଦଳାଇ ପାରିବ। ଦିନେ ସେ ସେହି କାର୍ଯ୍ୟ କରିବ ଯାହାର କଳ୍ପନା ତୁମେ ନିଜ ଜୀବନରେ କରିଥିଲ। ତାପରେ ରାଜା ବୀରଧର ଶ୍ରୀକୃଷ୍ଣଙ୍କୁ ଉତ୍ତର ଦେଲେ, ବିଲକୁଲ, ନିଶ୍ଚୟ ଭାବରେ। ତୁମେ ଦୁହେଁ ହିଁ ନିଜର ଭାଗ୍ୟକୁ ବଦଳାଇ ପାରିବ। ତୁମର ପୁତ୍ର ଜନ୍ମ ସମୟରେ ଯେଉଁ ବିକଳାଙ୍ଗ ଥିଲା, ତାହା ତାର କର୍ମର ଫଳ ଥିଲା। କିନ୍ତୁ ତାର ଭବିଷ୍ୟତ ତୁମର ଭଲ କର୍ମ ଉପରେ ନିର୍ଭର କରେ। ଯଦି ତୁମେ ତାକୁ ସାହସ, ଧୈର୍ଯ୍ୟ ଏବଂ ଆତ୍ମବିଶ୍ୱାସରେ ଭରିଦେବ, ତେବେ ସେ ନିଜର ଭାଗ୍ୟକୁ ବଦଳାଇ ପାରିବ। ତୁମର ଭଲ କର୍ମର ପରିଣାମ ସ୍ୱରୂପ ସେ ଦିନେ ମହାନ ହେବ ଏବଂ ରାଜ୍ୟର ଭାର ସମ୍ଭାଳିବାରେ ସକ୍ଷମ ହେବ। ତାପରେ ଭଗବାନ ଶ୍ରୀକୃଷ୍ଣ କହିଲେ, ହେ ରାଜନ୍, ଭାଗ୍ୟ ଚକ୍ର ସଦୃଶ ଅଟେ। ଯେତେବେଳେ ତୁମେ ଭଲ କର୍ମ କର, ସେତେବେଳେ ତୁମେ ନିଜ ଭାଗ୍ୟକୁ ସୁଖମୟ କରିପାରିବ। ତାପରେ ରାଜା ବୀରଧର ଶ୍ରୀକୃଷ୍ଣଙ୍କୁ କହିଲେ, କ'ଣ ଭାଗ୍ୟ ନିଶ୍ଚୟ ଭାବରେ ପୂର୍ବ କର୍ମ ସହିତ ଜଡ଼ିତ? ଭଗବାନ ଶ୍ରୀକୃଷ୍ଣ କହିଲେ, ହଁ, ତାକୁ ବଦଳାଇବାର ଶକ୍ତି ତୁମ ପାଖରେ ଅଛି। ଯଦି ତୁମେ ଭଲ କର୍ମ କର, ତେବେ ଏହା ତୁମ ଭାଗ୍ୟକୁ ମଧ୍ୟ ସୁଧାରି ପାରିବ। ଏହାଦ୍ୱାରା ଭକ୍ତି, ସାଧନା ଓ ବିଶ୍ୱାସ ଦ୍ୱାରା ଭାଗ୍ୟକୁ ବଦଳା ଯାଇପାରେ। ଭଗବାନଙ୍କୁ ଭକ୍ତିରେ ପ୍ରସନ୍ନ କରି ଆମେ ଆମ ଭାଗ୍ୟ ବଦଳାଇ ପାରିବା। ରାଜା ବୀରଧର ଭଗବାନ ଶ୍ରୀକୃଷ୍ଣଙ୍କ କଥାକୁ ସମର୍ଥନ କରି ନିଜ ପୁତ୍ରକୁ ଶିକ୍ଷା ଦେବାରେ ସଂକଳ୍ପ କଲେ। ସେ ନିଜ ପୁତ୍ରକୁ କଠିନତା ସତ୍ତ୍ୱେ ସାହସ ଓ ବିଶ୍ୱାସ ସହିତ ଜୀବନ ବଞ୍ଚିବାର ପ୍ରେରଣା ଦେଲେ। ସମୟ ସହିତ ସେହି ବିକଳାଙ୍ଗ ପୁତ୍ର ନିଜର ଆତ୍ମବିଶ୍ୱାସ ଓ କଠିନତା ସହ ଲଢ଼ି ସମାଜରେ ମହତ୍ତ୍ୱପୂର୍ଣ୍ଣ ସ୍ଥାନ ପ୍ରାପ୍ତ କଲା।
ତାର ସଂଘର୍ଷ ଏବଂ ସାହସ ସାରା ରାଜ୍ୟରେ ତାଙ୍କର ସମ୍ମାନ ବଢ଼ାଇ ଦେଲା। ଭଗବାନ ଶ୍ରୀକୃଷ୍ଣ କହିଲେ, ଭାଗ୍ୟ ଏକ ନିରନ୍ତର ପ୍ରକ୍ରିୟା ଅଟେ, ଯାହା କର୍ମ ଆଧାରରେ ବଦଳୁଥାଏ। ଜୀବନରେ ଯାହା କିଛି ଘଟେ ତାହା ଆମ କର୍ମର ଫଳ ଅଟେ। ଭାଗ୍ୟ ଏବଂ କର୍ମର ଏକ ନିଶ୍ଚିତ ସ୍ୱରୂପ ନାହିଁ। ଗରୁଡ଼ ପୁରାଣ ଅନୁସାରେ ଯଦି ଆମେ ଭଲ କର୍ମ କରୁ, ସତ୍ୟର ରାସ୍ତାରେ ଚାଲୁ, ଈଶ୍ୱରଙ୍କର ଧ୍ୟାନ କରୁ, ତେବେ ଆମେ ଆମ ଜୀବନର ଦିଗକୁ ବଦଳାଇ ପାରିବା। ଯେଉଁ ବ୍ୟକ୍ତି ତାର ନିଜ ପୂର୍ବଜନ୍ମରେ ପାପ କରିଛି, ତାକୁ ନର୍କର ସଜା ଭୋଗ କରିବାକୁ ପଡ଼େ ନାହିଁ, ବରଂ ତାକୁ ସେ ଜନ୍ମ ଜନ୍ମାନ୍ତର ପର୍ଯ୍ୟନ୍ତ ଭୋଗ କରୁଥାଏ। ଯିଏ ନିଜର କର୍ମ ସୁଧାରେ, ସେହି ଚକ୍ରରୁ ମୁକ୍ତ ହୋଇପାରେ। ଗରୁଡ଼ ପୁରାଣର ବିଷୟବସ୍ତୁ ସମାପ୍ତ ହୋଇପାରେ ନାହିଁ। ଏହା ଏକ ସଂକ୍ଷିପ୍ତ ବିବରଣୀ ଅଟେ। ଦର୍ଶକ ବନ୍ଧୁ, ଭିଡ଼ିଓଟିକୁ ଏହିଠାରେ ଶେଷ କରୁଛି। ଯଦି ଆପଣ ସମସ୍ତଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଛି, ତେବେ ଦୟାକରି ମୋ ଚ୍ୟାନେଲ ମାନି ଭଏସ୍କୁ ସବସ୍କ୍ରାଇବ୍ କରି ଭିଡ଼ିଓକୁ ଗୋଟିଏ ଲାଇକ୍ ନିହାତି କରନ୍ତୁ। କମେଣ୍ଟରେ ଜୟ ଶ୍ରୀକୃଷ୍ଣ ଲେଖିବାକୁ ଆଦୌ ଭୁଲନ୍ତୁ ନାହିଁ।